କୁହାଯାଇଛି ଅତି ସର୍ବତ୍ର ଗର୍ହିତମ୍। ପ୍ରତ୍ୟେକ କାର୍ଯ୍ୟର ଏକ ସୀମା ରହିଛି। ସୀମା ଅତିକ୍ରମ କରିବା ବିପଦ। ପ୍ରାକୃତିକ ନିୟମକୁ ମାନି ଚଳିଲେ କୌଣସି ବିପଦ ଆସିବ ନାହିଁ। ସୁସ୍ଥ ନିରୋଗ ଦୀର୍ଘ ଜୀବନ ପାଇଁ ପ୍ରାକୃତିକ ଚିକିତ୍ସା ଏବଂ ପ୍ରାକୃତିକ ନିୟମ ପାଳନର ଆବଶ୍ୟକତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଏ। ଆମେ ମନେ ରଖିବା ଉଚିତ ଯେ ଆରୋଗ୍ୟ ହେବା ପାଇଁ ଆମ ଭିତରେ ଅନ୍ତର୍ନିହିତ ଶକ୍ତି ରହିଛି। ଯେକୌଣସି ରୋଗର ମୁଖ୍ୟ କାରଣ ହେଉଛି ପ୍ରଦୂଷିତ ରକ୍ତ। ଶରୀର ଏବଂ ମନ ଉଭୟର ଚିକିତ୍ସା ଆବଶ୍ୟକ। ଶରୀର ଶୋଧନ ବା ପରିଷ୍କାର ବିନା ଯେକୌଣସି ଚିକିତ୍ସାର ଫଳ ଅକାରଣ। ନିଜ ଚିକିତ୍ସା ନିଜେ କରିବା। ଯେହେତୁ ଆମ ସ୍ୱାସ୍ଥ୍ୟ ପାଇଁ ଆମେ ନିଜେ ହିଁ ଉତ୍ତରଦାୟୀ। ଭୁଲ ବୁଝାମଣା କେତେକ କ୍ଷେତ୍ରରେ କୌଣସି ନା କୌଣସି କାରଣରୁ ତ କେତେକ କ୍ଷେତ୍ରରେ କୌଣସି କାରଣ ନଥାଇ ଭୁଲ ବୁଝାମଣା ସୃଷ୍ଟି ହୁଏ। ତେବେ ଭୁଲ ବୁଝାମଣା ସୃଷ୍ଟି ହେବା ମୂଳରେ ରହୁଛି ଜଣେ ଅନ୍ୟ ଜଣକୁ କିମ୍ବା ପରସ୍ପରକୁ ବୁଝି ନ ପାରିବାର ଅଦୂରଦର୍ଶୀ ମାନସିକତା। ଘୃଣା, ବିଦ୍ୱେଷ, ସନ୍ଦେହ, ଅସୂୟା, ଗର୍ବ, ଅହଙ୍କାର, ଔଦ୍ଧତ୍ୟ ଭଳି ତତ୍ତ୍ୱ ଭୁଲ ବୁଝାମଣା ଉତ୍ପତ୍ତିର ପ୍ରମୁଖ କାରଣ। ଭଲ କଥାବାର୍ତ୍ତା କରୁଥିବା, ଭଲ ବ୍ୟବହାର ପ୍ରଦର୍ଶନ କରୁଥିବା ବ୍ୟକ୍ତିଟି ଅନ୍ୟର ପ୍ରରୋଚନାରେ ହେଉ କିମ୍ବା ନିଜର ଅହଙ୍କାର ଯୋଗୁଁ ହେଉ ହଠାତ୍ ଯଦି ଆପଣଙ୍କୁ ଭୁଲ ବୁଝିବେ, ଆପଣଙ୍କ ସହ ଅବାନ୍ତର ଯୁକ୍ତି ତର୍କ କରି ବସିବେ, ଅସମ୍ମାନ ପ୍ରଦର୍ଶନ କରିବେ ତ ତାଙ୍କର ସେଭଳି ଅମାର୍ଜିତ ଆଚରଣରେ ଆପଣ ସ୍ତବ୍ଧ ଚକିତ ହେବେ ହିଁ ହେବେ। କଥା ଆଉ ଆଗକୁ ନ ବଢ଼େଇ ସୃଷ୍ଟ ପରିସ୍ଥିତିକୁ ନିଜ ନିୟନ୍ତ୍ରଣରେ ରଖିବାକୁ ଆପଣ ନାନା ଚେଷ୍ଟା କରି ହୁଏତ ବିଫଳ ହେବେ। ସେଇଠୁ ଅନନ୍ୟୋପାୟ ହୋଇ ଅଗତ୍ୟା ନୀରବରେ ହେଜିବା ସାର ହେବ। ଥରେ ନୁହେଁ, ଦୁଇଥର ନୁହେଁ, ବାରମ୍ବାର ଜୀବନରେ ଏମିତି ମଣିଷ ଚିହ୍ନିବାରେ କେଉଁଠି ନା କେଉଁଠି ଭୁଲ ହୋଇ ଯାଉଛି ସତରେ। ପାଣିର ମହତ୍ତ୍ୱ। ପାଣି ଶରୀର ମଧ୍ୟରେ ପଶି ମନକୁ ସଫା କରେ, ଶରୀରକୁ ସୁସ୍ଥ ସତେଜ ରଖେ, ଉତ୍ତାପକୁ ସନ୍ତୁଳିତ କରି ରଖେ, ଭୋଜନର ଆବଶ୍ୟକ ପୋଷକ ତତ୍ତ୍ୱକୁ ଗୋଳେଇ ତାକୁ ଶୋଷଣ ଯୋଗ୍ୟ କରିଥାଏ। ମଳମୂତ୍ର ଝାଳ ଆକାରରେ ଶରୀର ମଧ୍ୟରୁ ମଇଳା ଅଂଶକୁ ବାହାରକୁ ନିଷ୍କାସିତ କରିଥାଏ। ଶରୀରର ଉତ୍ତାପକୁ ସ୍ଥିର ରଖିଥାଏ। ରକ୍ତ ତରଳ ହୋଇଥାଏ। ପ୍ରତ୍ୟେକ କୋଶିକାକୁ ପୋଷକ ତତ୍ତ୍ୱ ମିଳିଥାଏ। ପାଣି ଉପଯୁକ୍ତ ପରିମାଣର ନହେଲେ ମଳ ଶୁଖିଲା ରହେ, ଅଗ୍ନି ମାନ୍ଦ୍ୟ, କ୍ଷୁଧାହୀନତା ଦେଖାଦିଏ। ବଡ଼ ବଡ଼ ଚିକିତ୍ସକମାନଙ୍କ ମତରେ ପାଣି ମାଧ୍ୟମରେ ବହୁ ଦୁଃସାଧ୍ୟ ରୋଗର ଚିକିତ୍ସା ମଧ୍ୟ କରାଯାଇପାରେ। ଏଣୁ ପାଣି କେବେ କେତେ ପରିମାଣରେ ପିଇବା ଉଚିତ ତାହା ସମସ୍ତେ ଜାଣି ରଖିବା ଉଚିତ। ଜୟ ଶ୍ରୀ ଜଗନ୍ନାଥ।